ସମସ୍ତଙ୍କୁ ପ୍ରେଜ୍ ଲର୍ଡ। ପରମେଶ୍ୱର ଆଜି ଗୋଟିଏ ସୁନ୍ଦର ସମୟ ଦେଲେ ପ୍ରଭୁଙ୍କ ବାକ୍ୟ କହିବା ପାଇଁ, ଯାହାକି ଅନ୍ୟମାନଙ୍କୁ ବି ସେୟାର କରିବ, କମେଣ୍ଟ ବି କରିବ, କ'ଣ ବୁଝିବ କ'ଣ ନାହିଁ, ଲାଇକ୍ ବି କରିବ। ଯାହା ସବୁଦିନ ଦେଖୁଅଛ ବାକ୍ୟ, ପ୍ରଭୁଙ୍କ ବାକ୍ୟ ଧନ୍ୟବାଦ ପ୍ରାର୍ଥନା କରିକି ପ୍ରଭୁଙ୍କ ବାକ୍ୟ ମୁଁ କହିବି। ହାଲେଲୁୟା, ଧନ୍ୟବାଦ ଯୀଶୁ। ପବିତ୍ର ପରମେଶ୍ୱର, ତୁମରି ପବିତ୍ର ବାକ୍ୟ ମୁଁ କହିବାକୁ ଯାଉଛି ବାପା। ପବିତ୍ର ଆତ୍ମାର ସାହାଯ୍ୟର ବାପା ପ୍ରଭୁ, ଏ ବାକ୍ୟର ଅନେକ ଫ୍ୟାମିଲି, ଅନେକ ପରିବାର ଶୁଣିକି ପ୍ରଭୁ ପରିବର୍ତ୍ତନ ହୋଇ ପ୍ରଭୁ ବିଶ୍ୱସ୍ତ ନମ୍ରତା ଆଗକୁ ବଢ଼ିବା ପ୍ରଭୁ ତୁମର ପ୍ରତିଦିନ ଲାଗିରହି ପବିତ୍ର ଆତ୍ମା ସାହାଯ୍ୟ। ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣିଛ ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନାଗୁଛି ଆମେ। ଆଜି ଟପିକ୍ ଅଛି ତୁମ୍ଭେମାନେ ତାହାକୁ ନ ଦେଖି ପ୍ରେମ କରୁଅଛ। କେତେ ସୁନ୍ଦର। ଆଜି ଜଗତରେ କ'ଣ ଦେଖିଲେ ଯାଇକି ପ୍ରେମ କରୁଅଛନ୍ତି। ପ୍ରେମ ବୋଲେ କ'ଣ? ଯୀଶୁ ଖ୍ରୀଷ୍ଟକୁ ଆମମାନେ ପ୍ରେମ କରୁଅଛୁ। ବହୁତ ଆଜି ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ଯୀଶୁକୁ ଦେଖିଛ କି ନା? କିନ୍ତୁ ଯୀଶୁ ଅଛନ୍ତି। ଆମେ ପ୍ରଥମ ପିତର 1:8ରେ କ'ଣ ଲେଖାଯାଇଛି? ତୁମେମାନେ ତାହାକୁ ନ ଦେଖି ପ୍ରେମ କରୁଅଛ, ପୁଣି ଏବେ ସୁଦ୍ଧା ନ ଦେଖିଲେ ତାହାକୁ ବିଶ୍ୱାସ କରି କଥନୀୟ ଗୌରବଯୁକ୍ତ ଆନନ୍ଦରେ। ଆଜି କେତେ ଲୋକମାନେ, କେତେ ଫ୍ୟାମିଲି ଯୀଶୁ ଖ୍ରୀଷ୍ଟକୁ ଦେଖି ନାହାନ୍ତି, କେବଳ ବାକ୍ୟ ଦ୍ୱାରା ଆମେ ବିଶ୍ୱାସ କରୁଅଛୁ। ତୁମେ ତାହାକୁ ନ ଦେଖି ପ୍ରେମ କରୁଅଛ। ନାଇଁ ଦେଖି ଆମେ ପ୍ରେମ କରୁଅଛୁ। ଆମେ ନାଇଁ ଦେଖି ବିଶ୍ୱାସ କରୁଅଛୁ। ଆମେ ନାଇଁ ଦେଖିଲେ ବି ଯୀଶୁ କଥାରେ ପ୍ରାର୍ଥନା କରୁଛୁ। ଯୀଶୁ ଉତ୍ତର ଦେଉଛନ୍ତି। ଯୀଶୁ ଆମକୁ ସୁସ୍ଥତା ଦେଉଛନ୍ତି। ଯୀଶୁ ଆମର ଅଭାବ ଅନାଟନ ସବୁ ଦୂର କରୁଅଛନ୍ତି। ହାଲେଲୁୟା। ଯଦି ତୁମେମାନେ ତାହାକୁ ନ ଦେଖି ପ୍ରେମ କରୁ, ଆମେ ନାଇଁ ଦେଖି ଯଦି ପ୍ରେମ କରୁଅଛୁ, ଆମେ ନାଇଁ ଦେଖି ଯଦି ଆନନ୍ଦ କରୁଅଛୁ, ଦେଖିଲେ ଆହୁରି ପ୍ରଭୁ ଯୀଶୁ ଆଉ କେତେ ନାଇଁ ଆଶୀର୍ବାଦ କରିବେ। ପ୍ରଭୁ ଯୀଶୁ କୋଉଠି ଅଛନ୍ତି? ସ୍ୱର୍ଗରେ ଅଛନ୍ତି ବର୍ତ୍ତମାନ। ହାଲେଲୁୟା। ତାପରେ କ'ଣ କହୁଛନ୍ତି? ପୁଣି ଏବେ ସୁଦ୍ଧା ନ ଦେଖିଲେ ତାହାଙ୍କ ଦ୍ୱାରା ବିଶ୍ୱାସ କରି କଥନୀୟ ଗୌରବଯୁକ୍ତ ଆନନ୍ଦରେ। ଆଜି ଅନେକ ପ୍ରଭୁ ଯୀଶୁକୁ ଦେଖି ନାହାନ୍ତି, ପ୍ରଭୁଙ୍କୁ ବିଶ୍ୱାସ କରୁଅଛନ୍ତି। ପୁଣି ପ୍ରଭୁଙ୍କର ଅକଥନୀୟ ଗୌରବଯୁକ୍ତ ଆନନ୍ଦ। ଅକଥନୀୟ ପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା ହେଉଛନ୍ତି, ପ୍ରଭୁଙ୍କ ବିଷୟରେ ଗୌରବ ପ୍ରଶଂସା କରୁଛନ୍ତି, ପ୍ରଭୁ ଯୀଶୁଙ୍କ ବିଷୟରେ ଗୀତ ଗାଉଛନ୍ତି, କେତେ ସୁନ୍ଦର ଆରାଧନା କରୁଛନ୍ତି। ଯେଉଁମାନେ ନାଇଁ ଦେଖି ବିଶ୍ୱାସ କରନ୍ତି ସେମାନେ ଧନ୍ୟ। ହାଲେଲୁୟା। ଆଉ ଗୋଟେ ବାକ୍ୟ ଆମେ ବାହାର କରିବା। ପ୍ରଥମ ଜହନ 2:5 କ'ଣ ଲେଖାଯାଇଛି? ପ୍ରଥମ ଜହନ 2:5 କ'ଣ ଲେଖାଯାଇଛି? 2:5 କିନ୍ତୁ ଯେ ତାହାଙ୍କର ବାକ୍ୟ ପାଳନ କରେ, ତାହାଙ୍କଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଏତଦ୍ଦ୍ୱାରା ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ତାହାଙ୍କଠାରେ ଅଛୁ। କିନ୍ତୁ ଯେ ତାହାଙ୍କର ବାକ୍ୟ ପାଳନ କରେ, ତାହାଙ୍କଠାରେ ଈଶ୍ୱର ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ହାଲେଲୁୟା। ଯେଉଁମାନେ ପରମେଶ୍ୱରଙ୍କ ପବିତ୍ର ବାକ୍ୟକୁ ପାଳନ କରୁଛନ୍ତି, ଯାହାକି ବାକ୍ୟ ଅନୁସାରେ ଜୀବନ କାଟୁଅଛନ୍ତି, ସେମାନେ ତାହାଙ୍କଠାରେ ଈଶ୍ୱରଙ୍କ ପ୍ରେମ ପ୍ରକୃତ ରୂପେ ସିଦ୍ଧ ହୋଇଅଛି। ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ପାଳନ କରିକି ଚାଲୁଅଛନ୍ତି,
ଜଣେ ବାକ୍ୟ ଅନୁଯାୟୀ ଜୀବନ କାଟୁଅଛନ୍ତି ସେମାନଙ୍କ ସହିତ ଈଶ୍ୱର ବାସ କରନ୍ତି। ଆଉ କାହା ସହିତ ବାସ କରେ? କେବଳ ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ପାଳନ କରୁଛନ୍ତି ସେମାନଙ୍କ ସହିତ ଈଶ୍ୱର ତାଙ୍କ ହୃଦୟରେ ବାସ କରୁଛନ୍ତି। ସେମାନଙ୍କୁ ହିଁ ଈଶ୍ୱର ପ୍ରେମ କରୁଅଛନ୍ତି। ଆଜି ଅନେକ ଲୋକ ଜାଣିଲେ କିଛି ନାହିଁ, ଯେଉଁମାନେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନ କାଟୁଛନ୍ତି। ଆଜି ଅନେକ ଖ୍ରୀଷ୍ଟିଆନ ହେଇପାରନ୍, ଅନେକ ଯୀଶୁଙ୍କୁ ଜାଣିଅଛନ୍ତି, ଅନେକ ବାଇବେଲ ପଢ଼ୁଅଛନ୍ତି, ଅନେକ ପ୍ରଚାର କରୁଅଛନ୍ତି, ଅନେକ ବହୁତ ଗଭୀର ବିଷୟ କରୁଛନ୍ତି। କିନ୍ତୁ ଯେଉଁମାନେ ଈଶ୍ୱରଙ୍କ ବାକ୍ୟକୁ ପାଳନ କରୁଅଛନ୍ତି ସେମାନେ ହିଁ ତାଙ୍କ ଠାରେ ହିଁ ଈଶ୍ୱର, ତାହାକୁ ହିଁ ଈଶ୍ୱର ପ୍ରେମ କରୁଅଛନ୍ତି। ହାଲେଲୁୟା। ଏତୟ ଦ୍ୱାରା ଆମେ ଜାଣୁ ଯେ ଆମେ ତାହାଙ୍କ ଠାରେ ଅଛୁ। ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟ ପାଳନ କରୁଅଛୁ ତାପରେ ଆମେ ଜାଣିପାରୁଛୁ ଯେ ଆମେ ଈଶ୍ୱରଙ୍କ ସହିତ ଅଛୁ। ଖାଲି କହିଦେଲେ ହେବ ନାହିଁ, ଲୋକ ଯାଇ ପରିଚୟ ଦେଲେ ହେବ ନାହିଁ। ହଁ ଆଜି କହିବାର ମୋତେ ଯୀଶୁ ଖ୍ରୀଷ୍ଟ ସୁସ୍ଥ ଦେଲା, ହଁ ଦେଇଛନ୍ତି। କେବଳ ଯୀଶୁ ଖ୍ରୀଷ୍ଟ ଆପଣଙ୍କ ପାଖରେ, ଯେଉଁମାନେ ବାକ୍ୟ ପାଳନ କରୁଛନ୍ତି ତାଙ୍କ ପାଖରେ ହିଁ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ହଁ ଯେମିତି ଆପଣ ମେଡ଼ିକାଲ ଯାଇଥିଲ, ଡକ୍ଟର ଯେମିତି ଆପଣଙ୍କୁ ଗୋଟେ ମେଡ଼ିସିନ ଦେଲା, ସେ ମେଡ଼ିସିନ ଖାଇବା ଦ୍ୱାରା ସୁସ୍ଥ ହେଲ, ତାପରେ ଆଉ କ'ଣ ସୁସ୍ଥ ପରେ ସେ ମେଡ଼ିସିନ ଖାଉଛ କି ନାହିଁ? ସେହିଭଳିଆ ଈଶ୍ୱରଙ୍କ ବାକ୍ୟ ଯେଉଁମାନେ ପାଳନ କରୁଅଛନ୍ତି ସେମାନଙ୍କ ସହିତ ହିଁ ଈଶ୍ୱର ଅଛନ୍ତି। ଏହି ବାକ୍ୟରେ ହିଁ ଈଶ୍ୱର ଅଛନ୍ତି। ହାଲେଲୁୟା, ପ୍ରେଜ୍ ଲର୍ଡ। ଯୀଶୁ ଖ୍ରୀଷ୍ଟ ଅଛନ୍ତି ବାକ୍ୟରେ। ଆଉ ଗୋଟେ ବାକ୍ୟ ବାହାର କରିବା, ପ୍ରଥମ ଗସ୍ପେଲ ସୁସମାଚାର ଯୋହନ 1:1 ଲେଖାଯାଇଅଛି, ଆଦ୍ୟରେ ବାକ୍ୟ ଥିଲା, ବାକ୍ୟରେ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର। ଆଦ୍ୟରେ ବାକ୍ୟ ଥିଲା, ଆରମ୍ଭରୁ ବାକ୍ୟ ଅଛି। ବାକ୍ୟରେ ଈଶ୍ୱରଙ୍କ ସଙ୍ଗରେ ଥିଲା, ବାକ୍ୟ ଈଶ୍ୱରଙ୍କ ସହିତ ଯୀଶୁଙ୍କ ସହିତ ଥିଲା। ସେହି ବାକ୍ୟ ଈଶ୍ୱର ଥିଲେ, ସେହି ବାକ୍ୟ ଯୀଶୁ ଖ୍ରୀଷ୍ଟ ବି ଥିଲେ। ହାଲେଲୁୟା। ହଁ ଠିକ ଅଛି। ପୁଣି ପ୍ରଥମ ଯୋହନ 4:12 ଦେଖମା। ପ୍ରଥମ ଯୋହନ 4:12 କ'ଣ ଲେଖା ହେଇଛି? ଥ୍ୟାଙ୍କ ୟୁ ଲର୍ଡ। 12:13 କ'ଣ ଲେଖା ହେଇଛି? କେହି କେବେ ଈଶ୍ୱରକୁ ଦେଖି ନାହିଁ, କେହି କେବେ ଈଶ୍ୱରକୁ ଦେଖି ନାହିଁ। ଆମ୍ଭେମାନେ ଯଦି ପରସ୍ପର ପ୍ରେମ କରୁ ତାହାହେଲେ ଈଶ୍ୱର ଆମମାନଙ୍କଠାରେ ଅଛନ୍ତି ଓ ତାହାଙ୍କର ପ୍ରେମ ଆମମାନଙ୍କଠାରେ ସିଦ୍ଧ ହୋଇଅଛି। କେହି କେବେ ଈଶ୍ୱରକୁ ଦେଖି ନାହିଁ। ଏଠି କ'ଣ? କେହି କେବେ ଈଶ୍ୱରକୁ ଦେଖି ନାହିଁ। ଆମ୍ଭେମାନେ ଯଦି ପରସ୍ପର ପ୍ରେମ କରୁ ତାହେଲେ ଈଶ୍ୱର ଆମମାନଙ୍କ ଠାରେ ଅଛନ୍ତି। ଯଦି ଆମେ ଈଶ୍ୱରଙ୍କ ବାକ୍ୟ ପଢ଼ୁଛୁ, ଯଦି ଆମେ ପରସ୍ପର ପ୍ରେମରେ ରହୁଅଛୁ, ଆମର ସାମ୍ନାରେ କି ଆମର ପଡ଼ୋଶୀରେ ଯିଏ ରହୁଛି ପରସ୍ପର ଯଦି ଆମେ ମାନନା କରୁଛୁ, ସମ୍ମାନ ଦେଉଛୁ, ଆଚାର ବ୍ୟବହାର କରୁଛୁ, ସେମାନଙ୍କ ସହିତ ହିଁ ଈଶ୍ୱର ଅଛନ୍ତି। ସମସ୍ତଙ୍କ ସହିତ ରହିପାରିବେ ନାହିଁ ଈଶ୍ୱର। ସମସ୍ତ ରହିବା ଲାଗି ଈଶ୍ୱର ସମସ୍ତଙ୍କୁ ଚାହୁଁଛନ୍ତି। ସମସ୍ତେ ଈଶ୍ୱର ପାଖକୁ ଆସ। କେବଳ ପ୍ରେମ, ଈଶ୍ୱରଙ୍କ ବାକ୍ୟ ଜୀବନ କରିବା ବୋଲେ, ଈଶ୍ୱରଙ୍କ ବାକ୍ୟ ଯଦି ଆମେ ପାଳନ କରିବା, ଈଶ୍ୱରଙ୍କ ବାକ୍ୟ ଜୀବନ କାଟିବା, ଆମକୁ ପଡ଼ୋଶୀ ଲୋକ ବହୁତ ଖୁସି ହେବେ, ଆନନ୍ଦ ଦେବେ, ସମ୍ମାନ ଦେବେ, ବହୁତ କିଛି ଅଛି। ହାଲେଲୁୟା। ଓ ତାହାଙ୍କର ପ୍ରେମ ତାହା ହେଲେ ଈଶ୍ୱର ଆମମାନଙ୍କ ଠାରେ ଅଛନ୍ତି। ଯଦି ଆମେ ପରସ୍ପରକୁ ପ୍ରେମ କରୁଅଛୁ
ତାହା ହେଲେ ଈଶ୍ୱର ଆମ୍ଭମାନଙ୍କ ସହିତ ଅଛନ୍ତି। ପରସ୍ପର ସବୁ ପ୍ରେମ କରିବାର ଅଛି। ପ୍ରେମ ବହୁତ ପ୍ରକାର ଅଛି। ଆମର ଗୋଟେ ବାପ ପୁଅରେ ପ୍ରେମ, ମା ପୁଅରେ ପ୍ରେମ, ଯାହା ଗୋଟେ ପାରିବାରିକ ପ୍ରେମ, ଈଶ୍ୱରଙ୍କ ପ୍ରେମ, ସମାଜ ପ୍ରେମ, ବିଭିନ୍ନ ପ୍ରକାର ପ୍ରେମ ଅଛି। ହାଲେଲୁୟା। ଓ ତାହାଙ୍କ ପ୍ରେମରେ ଆମ୍ଭେମାନେ ଥରେ ସିଦ୍ଧ ହେଉଛୁ ଈଶ୍ୱରଙ୍କ ପ୍ରେମ ଦ୍ୱାରା। ଈଶ୍ୱରଙ୍କ ପ୍ରେମକୁ ଈଶ୍ୱର ଆମମାନଙ୍କୁ ସାହାଯ୍ୟ କରୁଛନ୍ତି। ସେ ଈଶ୍ୱରକୁ ଈଶ୍ୱର ଆମକୁ ପ୍ରେମ କରୁଛନ୍ତି। ସେ ଯଦି ଆଜି ଆମକୁ ପ୍ରେମ କରିଅଛନ୍ତି, ସେ ଯୀଶୁ ଖ୍ରୀଷ୍ଟ ଯଦି ଆଜି ପ୍ରେମ କରିଅଛନ୍ତି, ଆମେ ବି ସେମିତି ସମାଜକୁ ପ୍ରେମ କରିବାର ଅଛି। ସେମିତି ବନ୍ଧୁବାନ୍ଧବ ଜଗତକୁ ପ୍ରେମ କରିବାର ଅଛି। ଯୋଉଟା ଉତ୍ତମରେ କରିବାର ଅଛି, ସବୁଥିରେ ନାହିଁ, ଯୋଉଟା ଉପଯୁକ୍ତ, ଯୋଉଟା ଭଲ, ସେଇଥିରେ ହିଁ କରିବାର ଅଛି। ତାପରେ ଯାଇକି ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରି ଆପଣମାନଙ୍କ ସହିତ ରହିବେ। ହାଲେଲୁୟା। 13 ନମ୍ବରରେ କ'ଣ ଲେଖାଯାଇଛି? ଆମ୍ଭେମାନେ ଯେ ତାହାଙ୍କ ଠାରେ ଅଛୁ ଓ ସେ ଆମଠାରେ ଅଛନ୍ତି, ଏହା ଆମେ ଜାଣୁ, କାରଣ ସେ ଆମମାନଙ୍କୁ ଆପଣ ଆତ୍ମାର ସହଭାଗିତା ଦାନ କରିଛନ୍ତି। ଆମ୍ଭେମାନେ ଯେ ତାହାଙ୍କ ଠାରେ ଅଛୁ, ପ୍ରଥମରେ ଆମେମାନେ ଅଛୁ ତାଙ୍କ ସହିତ, ଈଶ୍ୱରଙ୍କ ସହିତ, ଓ ସେ ଆମମାନଙ୍କ ଠାରେ ଅଛନ୍ତି। ଈଶ୍ୱର ଆଜି ଆପଣମାନଙ୍କ ସହିତ ହୃଦୟରେ ବି ଅଛନ୍ତି। କନଫ୍ୟୁଜ ହୁଅ ନାହିଁ, ଡାଉଟ ହୁଅ ନାହିଁ, ଅବାଦବା ହୁଅ ନାହିଁ, ସନ୍ଦେହ କର ନାହିଁ। ଆପଣ ହୃଦୟରେ ଈଶ୍ୱର ଅଛନ୍ତି। ହାଲେଲୁୟା। ଏହା ଆମେ ଜାଣୁ, କାରଣ ସେ ଆମମାନଙ୍କୁ ଆପଣ ଆତ୍ମାଙ୍କର ସହଭାଗିତା ଦାନ କରୁଛନ୍ତି। ସେ ଆମର ଆତ୍ମାରେ ଅଛନ୍ତି, ଆତ୍ମାକୁ ସେ ସାହାଯ୍ୟ କରୁଅଛନ୍ତି। ଆତ୍ମା ଯେବେ ହେଲେ ଚାହୁଁଛି ଯେ ଭଲ କାମ କରୁ, ଆତ୍ମା ଚାହୁଁ ଗୋଟେ ବାକ୍ୟ ପାଳନ କରେ, ଆତ୍ମା କହିବେ ଯେ ଜଣଙ୍କ ଲାଗି ଭଲ ଉପକାର କରେ। ଆମେ ଅନ୍ୟକୁ ଉପକାର କରିବାର ଅଛି। ହାଲେଲୁୟା। ତାପରେ ପ୍ରଥମ ସୁସମାଚାର ଯୋହନ 14:21 ଦେଖମା। ସୁସମାଚାର ଯୋହନ 14:21 ଯିବା ଆମେ। ଯେ ମୋହର ଆଜ୍ଞା ସବୁ ଗ୍ରହଣ କରି ପାଳନ କରେ, ସେହି ତ ମୋତେ ପ୍ରେମ କରେ। ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାହାଙ୍କୁ ପ୍ରେମ କରିବେ। ପୁଣି ମୁଁ ତାହାଙ୍କୁ ପ୍ରେମ କରିବି ଓ ତାହା ନିକଟରେ ଆପଣ ପ୍ରକାଶ କରିବି। ଯେ ମୋହର ଆଜ୍ଞା ସବୁ ଗ୍ରହଣ କରି ପାଳନ କରେ, ଯେ ଯୀଶୁଙ୍କର ଆଜ୍ଞା, ତାଙ୍କର କଥା ଗ୍ରହଣ କରିକି ପାଳନ କରିବ। ବୋଲେ କ'ଣ? ସବୁ ଶୁଣୁଛୁ ଆମେ ପ୍ରତ୍ୟେକ ଦିନ, ପ୍ରତ୍ୟେକ ଦାସମାନଙ୍କୁ ଶୁଣୁଛୁ। ଯଦି ଆମେ ଶୁଣିକି ଗ୍ରହଣ କରିକି ପାଳନ କରିବା, ସେହି ତ ମୋତେ ପ୍ରେମ କରେ। ବୋଲେ ଯୀଶୁକୁ ଆମେ ପ୍ରେମ କରୁଅଛୁ। ହାଲେଲୁୟା। ଓ ଆଉ ଯେ ମୋତେ ପ୍ରେମ କରେ, ମୋହର ପିତା ତାକୁ ପ୍ରେମ କରନ୍ତି। ଯିଏ ଯୀଶୁ ଖ୍ରୀଷ୍ଟକୁ ପ୍ରେମ କରୁଅଛି, ତାହାକୁ ଈଶ୍ୱର ବି ପ୍ରେମ କରୁଅଛନ୍ତି। ଯେ ଯୀଶୁକୁ ପ୍ରେମ କରୁନାହିଁ, ସେ ଈଶ୍ୱର ବି ତାକୁ ପ୍ରେମ କରିବେ ନାହିଁ। ଆମେ ଯୀଶୁକୁ ଯେଉଁମାନେ ପ୍ରେମ କରୁଅଛ, ଅଧିକରୁ ଅଧିକ ପ୍ରେମ କର। ଯେଉଁମାନେ ପ୍ରେମ ଛାଡ଼ି ଦେଇଛ, ଯୀଶୁଙ୍କର ଆଜ୍ଞା ବାକ୍ୟ ପାଳନ ଛାଡ଼ରୁ, ସେମାନଙ୍କ ପାଇଁ ସମୟ ଅଛି। ଏବେ ପ୍ରଭୁ କଥାରେ କ୍ଷମା ମାଗ। ପ୍ରଭୁ, ତୁମରି ବାକ୍ୟକୁ ପାଳନ করে ମୋତେ ସାହାଯ୍ୟ କର। ତୁମର ବାକ୍ୟରେ ଜୀବନ କାର୍ଯ୍ୟରେ ମୋତେ ସାହାଯ୍ୟ କର। ହାଲେଲୁୟା। ଆଜି ଅନେକ ପ୍ରଭୁଙ୍କ ବାକ୍ୟ ପଢ଼ୁଛନ୍ତି, ବାକ୍ୟକୁ ପାଳନ କର। ଯେତେବେଳେ ଏଇ ବାକ୍ୟରେ ଅଛି ଜୀବନ, ଏଇ ବାକ୍ୟରେ ହିଁ ଯୀଶୁ ଖ୍ରୀଷ୍ଟ ଅଛନ୍ତି, ଏଇ ବାକ୍ୟରେ ହିଁ ସବୁ କିଛି ଅଛି। ଏଇ ବାକ୍ୟ ଯେତେବେଳେ ନିଜ ଜୀବନରେ ଆମେ ଲାଗୁ କରିବା, ତାପରେ ଆଉ ସବୁ କିଛି ସୁବିଧା ହେବ। ହାଲେଲୁୟା। ମୋହର ପିତା ତାହାକୁ ପ୍ରେମ କରିବେ। ବୋଲେ ପ୍ରେମ ପରମେଶ୍ୱର ବି ଆମକୁ କରିବେ। ପୁଣି ମୁଁ ତାହାକୁ ପ୍ରେମ କରିବ, ତାହାଙ୍କ ନିକଟ ଆପଣଙ୍କୁ ପ୍ରକାଶ କରିବି। ବୋଲେ ଆମମାନଙ୍କ ଦ୍ୱାରା ଅନେକ ଲୋକ ପ୍ରକାଶ ହେବ ଯୀଶୁଙ୍କ ନାମ। ହାଲେଲୁୟା। ଆଉ ଗୋଟିଏ ବାକ୍ୟ ବାହାର କରିବା ଆମେ।
ଜୋହନ 20:29 ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିଥିବାରୁ ବିଶ୍ୱାସ କରୁଅଛ, ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ଯୀଶୁ ଗୋଟିଏ ତାଙ୍କ ସାଥିରେ ଗୋଟିଏ ଶିଷ୍ୟ ଥିଲା। ଏଠି କଣ ଯୀଶୁ ତାଙ୍କୁ କହିଲେ, ତୁମ୍ଭେ ମୋତେ ଦେଖିଥିବାରୁ ବିଶ୍ୱାସ କରୁଅଛ। ଯୀଶୁଙ୍କ ସହିତ ଗୋଟେ ଶିଷ୍ୟ ଥିଲା। 12ଟି ଶିଷ୍ୟ ଥିଲେ, ଗୋଟିଏ ଶିଷ୍ୟ ଦେଖିଥିବା ଯାଇକି ବିଶ୍ୱାସ କଲା। ଆଜି ଅଧା ଲୋକ କହୁଛନ୍ତି ଯୀଶୁକୁ ମୁଁ ଦେଖିଲେ ଯାଇକି ବିଶ୍ୱାସ କରିବି। ଯୀଶୁକୁ ନ ଦେଖିଲେ ବି ବିଶ୍ୱାସ, ଦେଖିଲେ କେବେ ଦେଖିଅଛୁ ଆମେ ମାନେ ବୋଲା ପ୍ରଭୁଙ୍କ ବାକ୍ୟ ଦ୍ୱାରା। ଯେତେବେଳେ ଆମକୁ ସୁସ୍ଥଟା ଦେଲେ, ଯେତେବେଳେ ଆମକୁ ଛୁଟକାରା ଦେଲେ, ଚାଙ୍ଗାଇ ଦେଲେ, ଶାନ୍ତି ଦେଲେ, ଆଶୀର୍ବାଦ ଦେଲେ, ଯୀଶୁ ଆମ ସହିତ ଅଛନ୍ତି ବୋଲି ଆମେ ଜାଣୁଛୁ, ତଥାପି ଆମେ ଡରୁଅଛୁ। ଯୀଶୁଙ୍କୁ ଘୃଣା କରୁଛନ୍ତି। ଯୀଶୁକୁ ଘୃଣା କରିବାର ନାହିଁ, ଯୀଶୁକୁ ପ୍ରେମ କରିବାର ଅଛି। ଯୀଶୁଙ୍କ ଆଜ୍ଞାକୁ ପାଳନ କରିବାର ଅଛି। ହାଲେଲୁୟା। କିଏ ନ ଦେଖିକି ଦେଖି ଯାଇ ବିଷୟରେ ଥମା। ଯେତେବେଳେ ଜୋହନ ପୁସ୍ତକ 20:24 ତଲକ ପଢବ, ମୁଁ ଲାଷ୍ଟ ବାକ୍ୟ କହିଲି 29 ନମ୍ବର, 20:24-29 ଯେତେବେଳେ ପଢ ଭଲ ଭାବରେ ବୁଝିପାରିବ। ଯୀଶୁ ତାଙ୍କୁ କହିଲେ, ତୁମେ ମୋତେ ଦେଖିଥିବାରୁ ବିଶ୍ୱାସ କରୁଅଛ। ତାପରେ କଣ, ଯେଉଁମାନେ ନ ଦେଖି ବିଶ୍ୱାସ କରିଛନ୍ତି ସେମାନେ ଧନ୍ୟ। ଯେଉଁମାନେ ନାଇଁ ଦେଖି ବିଶ୍ୱାସ କରୁଅଛନ୍ତି ସେହିମାନେ ହିଁ ଧନ୍ୟ ହୋଇପାରିବେ। ଆଜି ମୁଁ ବି ଯୀଶୁକୁ ଦେଖି ନାହିଁ, କେବଳ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଚାଲୁଛି। ପ୍ରଭୁଙ୍କ ବାକ୍ୟକୁ ମୁଁ ବିଶ୍ୱାସ କରୁଛି। ପ୍ରଭୁ ଅଛନ୍ତି, ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି, ଯୀଶୁ ସବୁ କରିଛନ୍ତି, ପ୍ରଭୁ ଆଶୀର୍ବାଦ କରୁଛନ୍ତି। ମୋତେ ନାହିଁ, ଅନେକ ବିଶ୍ୱାସୀ ମାନଙ୍କୁ, ଅନେକ ଦାସ ମାନଙ୍କୁ, ଅନେକ ପ୍ରଭୁଙ୍କ ଲୋକମାନଙ୍କୁ, ଅନେକ ଯୀଶୁଙ୍କର ସନ୍ତାନ ମାନଙ୍କୁ। ହାଲେଲୁୟା। ସମୟ ଅଛି। ଆଜି ଅନେକ ଲୋକମାନେ ପଛକୁ ପଳେଇ ଯାଇଛ, ସେମାନେ ଏବେ କ୍ଷମା ମାଗ, ପ୍ରଭୁଙ୍କ ନିକଟକୁ ଆସ। ପ୍ରଭୁ ଆପଣଙ୍କୁ ପ୍ରେମ କରୁଅଛନ୍ତି। ଯେମିତି ଅପମୟ ପୁତ୍ର ବିଷୟ ଆମେ ଦେଖୁଛୁ, ଯେତେବେଳେ ଧନ ସମ୍ପତ୍ତି ସବୁ ଚାଲିଗଲେ, ଯେତେବେଳେ ମରୁଭୂମି ଆଇଲା, ଯେତେବେଳେ ମରୁଡ଼ି ହେଲା, ସେନେ ମନେ ପକେଇଲା, ମୁଁ ପିତାଙ୍କ ବିରୁଦ୍ଧରେ, ପରମେଶ୍ୱର ବିରୁଦ୍ଧରେ ପାପ କରିଅଛି। ତାପରେ ସେ ପୁନର୍ବାର ଆସିକି କ୍ଷମା ମାଗଲା। ତାପରେ ଅପମୟ ପୁତ୍ର ବହୁତ ଈଶ୍ୱରଙ୍କ ସନ୍ତାନ ହେଇଗଲା, ଈଶ୍ୱରଙ୍କ ସନ୍ତାନ। ଆଜି ଆପଣ ମାନଙ୍କୁ ସମୟ ଅଛି, ପ୍ରଭୁଙ୍କ ନିକଟକୁ ପୁନର୍ବାର ଫେରି ଆସନ୍ତୁ। ଯେଉଁମାନେ ନାଇଁ ଦେଖି, ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି ସେମାନେ ଧନ୍ୟ। ଯେଉଁମାନେ ନାଇଁ ଦେଖିକି ବିଶ୍ୱାସ କରୁଅଛନ୍ତି ସେମାନଙ୍କ ପାଇଁ ଧନ୍ୟ। ହାଲେଲୁୟା। ପ୍ରେଜ୍ ଲର୍ଡ। ହଉ, ଏ ଛୋଟିଆ ବାକ୍ୟ ଦେଇ ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରାର୍ଥନା କରିକି ସମାପ୍ତ କରିବା। ହାଲେଲୁୟା। ଧନ୍ୟବାଦ ଯୀଶୁ, ପବିତ୍ର ପରମେଶ୍ୱର। ତମେ କହିଲ ବାପା ପ୍ରଭୁ, ଯେଉଁମାନେ ନ ଦେଖି ବିଶ୍ୱାସ, ସେମାନେ ଧନ୍ୟ ବାପା ପ୍ରଭୁ। ପବିତ୍ର ଆତ୍ମା ପ୍ରଭୁ, ଆଜି ଆମେ ଦେଖୁନ ନାଇଁ ଦେଖିବା ପ୍ରଭୁ, ତୁମ ବିଶ୍ୱାସ ଆମେମାନେ ଧନ୍ୟ ପ୍ରଭୁ। ଯେତେ ପ୍ରଭୁ ବାକ୍ୟ ମାଧ୍ୟମରେ ଶୁଣୁଛନ୍ତି ପରମେଶ୍ୱର ପ୍ରଭୁ, ଶୁଣୁଥିବେ ପ୍ରଭୁ, ପବିତ୍ର ଆତ୍ମା ସାହାଯ୍ୟ କର। ଆଗକୁ ବଢ଼ି ପବିତ୍ର ଆତ୍ମା ସାହାଯ୍ୟ। ଧନ୍ୟବାଦ ଯୀଶୁ ପ୍ରଭୁ। ପ୍ରାର୍ଥନା ଶୁଣୁ, ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁଙ୍କ ମାଗୁଅଛି, ଆମେନ୍। କ'ଣ ବୁଝିଲ ଯେ ଶେଷ ପର୍ଯ୍ୟନ୍ତ ଦେଖୁଛ, ଯେଉଁମାନେ ଦେଖୁଛ ସବୁଦିନେ, କ'ଣ ବୁଝୁଛ କମେଣ୍ଟ କର, ଲାଇକ୍ ବି କର, ଅନ୍ୟମାନଙ୍କୁ ସେୟାର କରନ୍ତୁ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର।